ମୁଁ କହିବାଟା ଆମର ଘର ଓନ୍ଲି 30 ଘର ଅଛି ଆମର ଗାଁରେ ଖଣ୍ଡାଗୁଡ଼ା। ହେଲେ 30 ଘର ସେଠି ରହୁଛୁ। ହେଲେ ଲେଡିଜ୍ ମାନେ ଯାକ ଏକା ବେଶୀ ମଦ ବ୍ୟବହାର କରୁଛନ୍ତି, ଜେଣ୍ଟସ୍ ନାଇଁ ସେତେ। ଆଉ ଆମେ ଜମିରେ ଯାଇଥିବୁ କି କୋଉ କାମ ଧନ୍ଦାରେ ମିଶା ଆମେ ଯାଇଥିବୁ ନାଇଁ କି, ଜେଣ୍ଟସ୍ ଲୋକ ନା। ହେଲେ ସନ୍ଧ୍ୟା ବେଳକୁ ଆମେ ଘରେ ପହଞ୍ଚିଲା ବେଳକୁ ସେମାନେ ପୁରା ଫୁଲ୍ ମାତି ଦେଇକିନା ଘରେ ଶୋଇଥାଉଛନ୍ତି ଆଉ। ରାନ୍ଦାବାଡ଼ା କିଛି ନାହିଁ, ରୋଷେଇବାସ କିଛି ନାହିଁ, ଏ ଧନ୍ଦାରେ ଥାଉଛନ୍ତି। ଆମେ ପୁରା ହଇରାଣ ହେଇଯାଉଛୁ ଆଉ। ତ୍ରିନାଥ ଭୂମିଆ ଖଣ୍ଡାଗୁଡ଼ା। ଆଜ୍ଞା ଆମର ଗାଁରେ ବହୁତ ଦିନରୁ ମଦ ବିକ୍ରି ହେଉଛି, ପ୍ରାୟ 20 ବର୍ଷ ଖଣ୍ଡେ ହେଲାନି। ବହୁତ ଥର ଗାଁରେ ପୋଲିସ ସଭା କରି ମିଟିଂ ଫିଟିଂ କରି ମିଶା ମନା କରୁ, ହେଲେ ବି ମାନିଲେ ନାହିଁ। ବହୁତ କହିଲା ପରେ ବି ଆମକୁ ଗାଳି ଗୁଲଜ କରି ଯୋଉଟା କରୁଛ କର ବୋଲିକିନା କହିଲେ। ସେଥିପାଇଁ ଆମେ ବାଧ୍ୟ ହେଇକିନା ଆମେ ଏଫଆଇଆର ଦେବାକୁ ଆସିଛୁ। ନା ଲେଡିଜ୍ ବେଶୀ ଅଛନ୍ତି, ଛୋଟ ଛୋଟ ପିଲାଟେ ବି ଅଛି। ଛୋଟ ଛୋଟ ପିଲା ଟିକେ ରୋଷେଇ ବାସ କରୁଛନ୍ତି, ତାଙ୍କେ ଦିନ ସାରା ରାତି ଯାକ ମଦ ପିଇକିନା ଡେଲି ପିଇକିନା ଶୋଇଥିବେ।